ହ୍ୟାଲୋ ସାଙ୍ଗମାନେ, ଆଜି ଆମେ ନେକ୍ସଟ ଟପିକ୍ ପଢ଼ିବା ଯେଉଁଟାକି ହେଉଛି ଆମର କସ୍ମୋଲୋଜି। ହେଲା, এই ବିଷୟରେ ଆଜି ଆମେ ପଢ଼ିବା। ପ୍ରଥମ ବିଷୟରେ ଇଣ୍ଟ୍ରୋଡକ୍ସନ୍ ଅଫ୍ ଜିଓଗ୍ରାଫି ଆମେ ପଢ଼ିଥିଲେ, ତ ଆଜି ଆମେ ପଢ଼ିବା କସ୍ମୋଲୋଜି ବିଷୟରେ। ତ ଚାଲନ୍ତୁ। ତ କସ୍ମୋଲୋଜି କାହାକୁ କୁହାଯାଏ? ତ ତା'ର ଆକ୍ଚୁଆଲି ଡେଫିନେସନ୍ଟା ହେଉଛି ଦ ସାଇଣ୍ଟିଫିକ୍ ଷ୍ଟଡି ଅଫ୍ ଦ ୟୁନିଭର୍ସ। ତ ସାଇଣ୍ଟିଫିକ୍ ଷ୍ଟଡି ଅଫ୍ ୟୁନିଭର୍ସଟାକୁ ହିଁ ଆମର କିସ କୁହାଯାଏ? କସ୍ମୋଲୋଜି ବୋଲିକରି କୁହାଯାଏ। ସୋ ହ୍ୱାଟ୍ ଇଜ୍ ଦ ୟୁନିଭର୍ସ? ତ ୟୁନିଭର୍ସରେ କିସ କିସ ଅଛି? ଇଟ୍ ଇଜ୍ ଦ ଟୋଟାଲିଟି ଅଫ୍ ଏଭ୍ରିଥିଙ୍ଗ ଦ୍ୟାଟ୍ ଏକ୍ଜିଷ୍ଟ, ମାନେ ପୃଥିବୀରେ କିମ୍ବା ଆମର ଯେତିକି ବି ଯାହା ବି ଅଛି ୟୁନିଭର୍ସରେ, ସେଗୁଡ଼ାକୁ ସବୁ ଜିନିଷକୁ ଆମର କେଉଁଥିରେ ଯିବ? କସ୍ମୋଲୋଜିରେ। ସେଇ ଭିତରୁ ଯେଉଁଟା ଫିଜିକାଲ୍ ମ୍ୟାଟର୍, ଏଭ୍ରିଥିଙ୍ଗ ୱି କ୍ୟାନ୍ ଆକ୍ଚୁଆଲି ସି, ଯାହା ଯାହା ସବୁ ଆମେ ଦେଖିପାଉଛେ। ତାପରେ ଅଲ୍ ଏନର୍ଜି, ଯେତେ ବି ଆମର ଏନର୍ଜି ଅଛି ସବୁ ଆମର ସେଇ ୟୁନିଭର୍ସରେ ଅଛି। ଯେତିକି ଆମର ପ୍ଲାଣ୍ଟସ୍ ଅଛନ୍ତି, ମୁନ୍, ଷ୍ଟାର, ଗାଲାକ୍ସି, ସେଗୁଡ଼ା ଆମର କେଉଁଥିରେ ଆସିବ ତାହେଲେ? କସ୍ମୋଲୋଜିରେ। ହେଲା, ତ ଆମର ଯେଉଁ ଅଛି ହାଉ ଇଜ୍ ଦ ୟୁନିଭର୍ସ ବିଲ୍ଡ, ଆମର ୟୁନିଭର୍ସଟା କେଉଁ ଭଳିଆ ତିଆରି ହେଇଛି। ହେଲା, ତ ସବୁଠୁ ହେଉଛି ପ୍ରଥମ ଷ୍ଟାର। ତ ଷ୍ଟାର ଯେମିତି ଆମର ହେଉଛି ସାନ୍। ହେଲା, ସାନ୍ର ଚାରିପଟେ ଆମର ପୃଥିବୀ, ମଙ୍ଗଳ, ବୃହସ୍ପତି, ବୁଧ, ଶୁକ୍ର ଯେମିତି ବୁଲୁଛନ୍ତି, ସେଭଳିଆ ଗୋଟେ ଷ୍ଟାରରେ ଆମର ସେଗୁଡ଼ା ଅଛି। ତ ସେଇଭଳିଆ ଆହୁରି ବହୁତ ସାରା ଷ୍ଟାର ଅଛନ୍ତି। ହେଲା, ବହୁତ ସାରା ଷ୍ଟାର ନେଇକରି ଆମର କେଉଁଟା ତିଆରି ହୁଏ? ଗ୍ୟାଲାକ୍ସି। ଯେମିତି ସାନ୍ ଗୋଟେ ଆମର ଷ୍ଟାର, ତ ସେଇଭଳିଆ ବହୁତ ସାରା ଅଛନ୍ତି, ସେଇଭଳିଆ ନେଇକି ଆମର କେଉଁଟା ତିଆରି ହୁଏ? ଗ୍ୟାଲାକ୍ସି, ଯେଉଁଟାକି ଲେଖାଯାଏ ବିଲିୟନ୍ ଅଫ୍ ଦ ଗ୍ରୁପ୍ ଟୁଗେଦର। ତାପରେ ଆଉ ନେକ୍ସଟ ଅଛି ଆମର ୟୁନିଭର୍ସ। ତ ବହୁତ ସାରା ଗ୍ୟାଲାକ୍ସି ନେଇକରି ଆମର କେଉଁଟା ତିଆରି ହୁଏ? ୟୁନିଭର୍ସ। ତ ଏଇଟା ମନେ ରଖ, ବହୁତ ସାରା ଷ୍ଟାର ନେଇକରି ଗ୍ୟାଲାକ୍ସି, ବହୁତ ସାରା ଗ୍ୟାଲାକ୍ସି ନେଇକରି ୟୁନିଭର୍ସ ତିଆରି ହେଇଥାଏ। ହଉ, ତାପରେ କ୍ଲାସିଫାଏ ଦ ସେପ୍ ଅଫ୍ ଗ୍ୟାଲାକ୍ସି। ତ ଗ୍ୟାଲାକ୍ସି ମାନଙ୍କର ସେପ୍ କେଉଁ ଭଳିଆ ଥାଏ? କିଛି ଗ୍ୟାଲାକ୍ସିର ସେପ୍ କେଉଁ ଭଳିଆ ଥାଏ? ସ୍ପାଇରାଲ, ମାନେ ଏଇଭଳିଆ ରାଉଣ୍ଡ ରାଉଣ୍ଡ ଆକାରରେ ଥିବ। ହେଲା, ଆଉ କିଛି ହେଉଛି ଏଲିପ୍ଟିକାଲ, ଏମିତି ଗୋଲ ହେଇକରି ଥିବ, ଯେଉଁଭଳିଆ ଅଣ୍ଡା ଆକୃତି ଟାଇପ୍ର ଥିବ, ଏଲିପ୍ଟିକାଲ। ଆଉ କିଛି ଗ୍ୟାଲାକ୍ସିର ଆକାର କେଉଁ ଭଳିଆ ଅଛି? ଇରେଗୁଲାର, ମାନେ ସେଗୁଡ଼ାର କିଛି ଫିକ୍ସ ନଥାଏ ଯେ କେଉଁ ସାଇଜ୍ର ଥାଏ। ହେଲା, ତ ଯେଉଁ ଆମର ଗ୍ୟାଲାକ୍ସି ଅଛି, ଆମେ ଯେଉଁ ଗ୍ୟାଲାକ୍ସିରେ ରହୁଛୁ, ତା'ର ଷ୍ଟ୍ରକ୍ଚର କେଉଁ ଭଳିଆ ଅଛି? ସେପ୍ଟା ସ୍ପାଇରାଲ, ମନେ ରଖିବ ଟିକେ। ହେଲା, ଆମେ ଯେଉଁ ଗ୍ୟାଲାକ୍ସିରେ ରହୁଛୁ ତା'ର ଆକାରଟା ହେଉଛି ସ୍ପାଇରାଲ। ତ ନେକ୍ସଟ, ତ ଆମେ ଯେଉଁ ଗ୍ୟାଲାକ୍ସିରେ ରହୁଛୁ, ତ ସେଇ ଗ୍ୟାଲାକ୍ସିର ନାଁ ହେଉଛି, ଆୱାର ହୋମ୍ ଗ୍ୟାଲାକ୍ସି ଇଜ୍ ମିଲ୍କି ୱେ ଗ୍ୟାଲାକ୍ସି। ହେଲା, ମନେ ରଖିବ। ଆଉ ସେଇଟାକୁ ଆଉ କିସ ବି କୁହାଯାଏ? ଆକାଶଗଙ୍ଗା ବୋଲିକରି ବି କୁହାଯାଏ। ମନେ ରହିଲା। ତାପରେ ନେକ୍ସଟ ହେଉଛି, ତୁମକୁ କିସ କହିଥିଲି ପ୍ରଥମ? ବହୁତ ସାରା ଷ୍ଟାର ନେଇକରି ଗ୍ୟାଲାକ୍ସି ନେଇକରି ୟୁନିଭର୍ସ। ତ ଯେଉଁ ଆମର ମିଲ୍କି ୱେ ଗ୍ୟାଲାକ୍ସିରେ ତ କେତେ ପାଖାପାଖି ଆମର ଷ୍ଟାର ଅଛନ୍ତି? ତ ମନେ ରଖିବା, ଆପ୍ରୋକ୍ସିମେଟଲି 100 ବିଲିୟନ ଷ୍ଟାର ନେଇକରି ଆମର ମିଲ୍କି ୱେ ଗ୍ୟାଲାକ୍ସିଟା ତିଆରି ହେଇଛି। ହେଲା, ଏଇଟା ମନେ ରଖିବେ। ତାପରେ ନେକ୍ସଟ ଅଛି ଆୱାର କ୍ଲୋଜେଷ୍ଟ ନାଇବର ଗ୍ୟାଲାକ୍ସି। ତ ଆମର ଯେଉଁ ମିଲ୍କି ୱେ ଗ୍ୟାଲାକ୍ସି ଅଛି, ତାର ପାଖରେ କେଉଁ ଗ୍ୟାଲାକ୍ସି ଅଛି? ତ ସେଇଟା ମନେ ରଖିବ, ସେଇଟା ହେଉଛି ଆମର ଆଣ୍ଡ୍ରୋମେଡା ଗ୍ୟାଲାକ୍ସି, ଯେଉଁଟାକି ଆମର ମିଲ୍କି ୱେ ଗ୍ୟାଲାକ୍ସିର ପାଖରେ ଅଛି। ହେଲା, ତାପରେ ନେକ୍ସଟ ଅଛି ଆୱାର ସ୍ପେସିଫିକ୍ ଆଡ୍ରେସ୍। ତ ଆମର ଆଡ୍ରେସ୍ କେଉଁଟା ହେବ? ଆମେ କେଉଁଠି ବସବାସ କରୁଛେ? ଆର୍ଥରେ। ହେଲା, ଏ ପ୍ଲାନେଟ୍ ଅର୍ବିଟିଂ ଦ ସନ୍, ଯେଉଁଟାକି ଆମର ସୂର୍ଯ୍ୟ ଚାରିପଟେ ଘୁରୁଛି। ତ ଆମର କେଉଁ ପାର୍ଟ ଅଫ୍ ଦ ସୋଲାର ସିଷ୍ଟମ୍? ତ ଆର୍ଥଟା ହେଉଛି ଆମର କାହାର ପାର୍ଟ? ଗୋଟେ ସୋଲାର ସିଷ୍ଟମ୍ର ପାର୍ଟ। ଆଉ ଯେଉଁଟା ଆୱାର ସୋଲାର ସିଷ୍ଟମ୍ଟା କାହାର, କେଉଁ ଗ୍ୟାଲାକ୍ସିର ପାର୍ଟ? ସେଇଟା ହେଉଛି ଆମର ମିଲ୍କି ୱେ ଗ୍ୟାଲାକ୍ସିର ପାର୍ଟ। ତାପରେ ଦେଖୁନ, ଯେଉଁ ଆମର କସ୍ମୋଲୋଜି ଅଛି, ତାର ଉପରେ କିଛି ଆମର ସାଇଣ୍ଟିଷ୍ଟ ମାନେ ଥିଓରି ଦେଇଥିଲେ। ଯେମିତିକି ପ୍ରଥମ ଆମର କିଏ ଥିଲେ? ଟଲମି ଦେଇଥିଲେ 1400 AD କିସ କହିଥିଲେ? ଆର୍ଥ ଇଜ୍ ଦ ସେଣ୍ଟର ଅଫ୍ ୟୁନିଭର୍ସ ଆଣ୍ଡ ସନ୍ ଆଣ୍ଡ ପ୍ଲାନେଟ୍ସ ରିଭଲ୍ଭ ଆରାଉଣ୍ଡ। ସିଏ କିସ କହୁଥିଲେ? ଆର୍ଥ ହେଉଛି ଗୋଟେ ସେଣ୍ଟର ପଏଣ୍ଟ, ତା ଚାରିପାଖରେ କିଏ ବୁଲୁଛନ୍ତି? ସୂର୍ଯ୍ୟ ବୁଲୁଛି, ଅଲଗା ଗ୍ରହ ଗୁଡ଼ା ବୁଲୁଛନ୍ତି ବୋଲିକରି କିଏ କହିଥିଲେ? ଟଲମି। ହେଲା, ଯେଉଁଟାକି ଭୁଲ ମଧ୍ୟ ପ୍ରମାଣ ହେଇଥିଲା। ତାପରେ ନେକ୍ସଟ ଆଉ ଜଣେ ଆସିଲେ, ସେ ହେଉଛନ୍ତି କୋପରନିକସ୍। ସେ କିସ କହିଲେ? ସନ୍ ଇଜ୍ ଦ ସେଣ୍ଟର ଅଫ୍ ୟୁନିଭର୍ସ। ସେ କହିଲେ ଯେ ସୂର୍ଯ୍ୟଟା ହେଉଛି ଆମର ଯେତେ ବି ୟୁନିଭର୍ସ ଅଛି, ଯେତିକି ବି ୟୁନିଭର୍ସ ଅଛି, ସବୁର ସେଣ୍ଟର ହେଉଛି କିଏ? ସୂର୍ଯ୍ୟ। ସେଇଟା ତ ହେଇପାରିବନି, ସେଇଟା ବି ତାଙ୍କର ରଙ୍ଗ ହେଇଗଲା।
ତାପରେ ନେକ୍ସଟ ଆସିଲେ ଆମର କେପ୍ଲର। କେପ୍ଲର କିସ କହିଲେ, ସନ୍ ଇଜ୍ ଦ ସେଣ୍ଟର ଅଫ୍ ସୋଲାର ସିଷ୍ଟମ। ସିଏ କହିଲେ ଯେ ସୂର୍ଯ୍ୟଟା ହେଉଛି ଆମର ଓନ୍ଲି ଯେଉଁଟା ଅଛି ଆମର ସୋଲାର ସିଷ୍ଟମର ସେଣ୍ଟର ହେଲା। ଯେଉଁଟାକି କୋପରନିକସ୍ କହିଥିଲେ ଆମର ୟୁନିଭର୍ସର ସେ ସେଣ୍ଟର, କିନ୍ତୁ କେପ୍ଲର କହିଲେ ଯେ ଆମର ସୋଲାର ସିଷ୍ଟମର ସନ୍ ହେଉଛି ସେଣ୍ଟର, ଯେଉଁଟାକି ତଥ୍ୟଟା ଠିକ୍ ଥିଲା ହେଲା। ଏଇଟା ଟିକେ ମନେ ରଖିବେ, ଏଇ 3 ଜଣ କିସ କିସ ଦେଇଥିଲେ। ହଉ ତାପରେ ନେକ୍ସଟ ଆଉ ଜଣେ ଦେଇଥିଲେ ଏଡିନ୍ ହବଲ୍ ଆଣ୍ଡ ସ୍ପାଣ୍ଡିଂ ୟୁନିଭର୍ସ ବିଷୟରେ ହେଲା। ସେ କହିଥିଲେ ପ୍ରଥମ ଡିସ୍କଭରି କିସ କହିଥିଲେ, वी आर नॉट आर एलोन, ଆମେ ଏକା ନୁହେଁ। ହୁବଲ୍ ପ୍ରୋଭାଇଡ୍ ଦ ମିଲ୍କି ୱେ ଜଷ୍ଟ ୱାନ୍ ଅଫ୍ ମେନି ଅଦର ଗ୍ୟାଲେକ୍ସି ଏକ୍ଜିଷ୍ଟ ବିୟଣ୍ଡ ଆୱାର। ଆମ ପାଖରେ ବି ଆହୁରି ବହୁତ ସାରା ଗ୍ୟାଲେକ୍ସି ଅଛନ୍ତି ବୋଲିକରି କହିଥିଲେ ହେଲା। ତାପରେ ନେକ୍ସଟ କହିଥିଲେ ଦ ୟୁନିଭର୍ସ ସ୍ପାଣ୍ଡିଂ ଦ ରୁଲ୍ ଗ୍ୟାଲେକ୍ସି ଆର୍ ଫାର୍ ପାର୍ଟ ଫାର୍ଦାର ଦେ ଆର୍ ଫାଷ୍ଟର ଦେ ଆର୍ ଫ୍ଲାଏ ଆୱେ ଫ୍ରମ୍ ଇଚ୍ ଅଦର। ଯେତିକି ବି ଆମର ଗ୍ୟାଲେକ୍ସି ଗୁଡ଼ା ଅଛନ୍ତି ସମସ୍ତଙ୍କ ଠାରୁ ଦୂର ଦୂରରେ ଅଛନ୍ତି ଏବଂ ବହୁତ ସ୍ପିଡ଼ରେ ବୁଲୁଛନ୍ତି ବୋଲିକରି କହୁଥିଲେ। ହଉ ଚାଲ ନେକ୍ସଟ। ହଁ ଆଜି ପାଇଁ ତାହେଲେ ଏଇଠି ଏତିକି ସମାପ୍ତ ଥିଲା। କସ୍ମୋଲୋଜି ଏତିକି ଅଛି, ଏଗୁଡ଼ା ଟିକେ ମନେ ରଖିବେ, ଇମ୍ପୋର୍ଟାଣ୍ଟ ଅଛି। କସ୍ମୋଲୋଜି କାହାକୁ କୁହାଯାଏ, ସେଇଟା ଆମର ଯେଉଁ ଅଛି ମିଲ୍କି ୱେ ଗ୍ୟାଲେକ୍ସିର ଷ୍ଟ୍ରକ୍ଚର କେଉଁ ଭଳିଆ ଅଛି ସେଇଟା ମନେ ରଖିବେ ଟିକେ। ତାପରେ ଆମର ନେକ୍ସଟ ମନେ ରଖିବେ କିଏ କେଉଁ ଜିନିଷଟା ଦେଇଥିଲେ ବୋଲିକରି।